ପ୍ରଥମ ପ୍ରଶ୍ନ, ବାଇବେଲ କେଉଁ ଧର୍ମର ପବିତ୍ର ପୁସ୍ତକ? ଏହାର ସଠିକ ଉତ୍ତର ଖ୍ରୀଷ୍ଟ ଧର୍ମ। ବାଇବେଲ ହେଉଛି ଖ୍ରୀଷ୍ଟ ଧର୍ମର ପବିତ୍ର ପୁସ୍ତକ। ଏଥିରେ ଯୀଶୁଖ୍ରୀଷ୍ଟଙ୍କ ଶିକ୍ଷା, ଜୀବନୀ, ଧର୍ମୀୟ ମାର୍ଗଦର୍ଶିନୀ ଲିପିବଦ୍ଧ ହୋଇଅଛି। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଉଛି, ଗୋଟିଏ ପୁରୁଣା ନିୟମ, ଅନ୍ୟଟି ନୂଆ ନିୟମ। ଆଜିର ଦ୍ୱିତୀୟ ପ୍ରଶ୍ନ, କୋରାନ କେଉଁ ଧର୍ମର ପବିତ୍ର ପୁସ୍ତକ? ଏହାର ଉତ୍ତର ଇସଲାମ ଧର୍ମ। କୋରାନ ଇସଲାମ ଧର୍ମର ପବିତ୍ର ପୁସ୍ତକ। ଏହାକୁ ଆଲ୍ଲାହଙ୍କ ବାଣୀ ବୋଲି ମୁସଲମାନ ମାନେ ବିଶ୍ୱାସ କରନ୍ତି। ଏଥିରେ 114ଟି ଅଧ୍ୟାୟ ଅଛି। ତୃତୀୟ ପ୍ରଶ୍ନ, ଗୀତା କେଉଁ ପୁସ୍ତକର ଅଂଶ? ଏହାର ଉତ୍ତର ମହାଭାରତର। ଗୀତା ମହାଭାରତର ଏକ ଅଂଶ, ଯାହା ଭୀଷ୍ମ ପର୍ବରେ ରହିଛି। ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଧର୍ମ, କର୍ତ୍ତବ୍ୟ ଓ ଆତ୍ମଜ୍ଞାନର ଉପଦେଶ ଦେଇଥିଲେ। ଚତୁର୍ଥ ପ୍ରଶ୍ନ, ଅଗମ ସିଦ୍ଧାନ୍ତ କେଉଁ ଧର୍ମର ପବିତ୍ର ପୁସ୍ତକ? ଏହାର ଉତ୍ତର ଜୈନ ଧର୍ମ। ଅଗମ ସିଦ୍ଧାନ୍ତ ହେଉଛି ଜୈନ ଧର୍ମର ପବିତ୍ର ପୁସ୍ତକ, ଯେଉଁଥିରେ ମହାବୀରଙ୍କର ବାଣୀ ରହିଛି। ଏହା ଜୈନ ଧର୍ମର ନୀତି, ଆଚରଣ ଓ ଧ୍ୟାନ ସାଧନାର ପଥକୁ ପ୍ରଦର୍ଶନ କରେ। ଆଜିର ପଞ୍ଚମ ପ୍ରଶ୍ନ, ତ୍ରିପିଟକ କେଉଁ ଧର୍ମର ପବିତ୍ର ପୁସ୍ତକ? ଏହାର ଉତ୍ତର ବୌଦ୍ଧ ଧର୍ମ। ତ୍ରିପିଟକ ବୌଦ୍ଧ ଧର୍ମର ପବିତ୍ର ପୁସ୍ତକ। ଏଥିରେ ବୁଦ୍ଧଙ୍କର ଉପଦେଶ ଓ ସନ୍ନ୍ୟାସୀମାନଙ୍କର ନୀତି ନିୟମ ଲିପିବଦ୍ଧ ହୋଇଅଛି। ଆଜିର ଷଷ୍ଠ ପ୍ରଶ୍ନ, ଓଡ଼ିଶାର ରାଜଧାନୀ କେବେ କଟକ ପରିବର୍ତ୍ତେ ଭୁବନେଶ୍ୱର ହୋଇଥିଲା? ଏହାର ଉତ୍ତର 19 ଅଗଷ୍ଟ 1949। ଶାସନ ଆଦେଶ ଅନୁଯାୟୀ 1949 ମସିହା ଅଗଷ୍ଟ 19ରେ ଭୁବନେଶ୍ୱରକୁ ରାଜଧାନୀ ରୂପେ ଘୋଷଣା କରାଯାଇଥିଲା। କିନ୍ତୁ 1949 ମସିହା ଅକ୍ଟୋବର 30ରେ ଭୁବନେଶ୍ୱରରେ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ହୋଇଥିଲା। ଆଜିର ସପ୍ତମ ପ୍ରଶ୍ନ, କ୍ଷେତ୍ରଫଳ ଅନୁସାରେ ସବୁଠାରୁ ଭାରତର ବଡ଼ ରାଜ୍ୟ କ'ଣ? ଏହାର ଉତ୍ତର ରାଜସ୍ଥାନ। ଭାରତର କ୍ଷେତ୍ରଫଳ ଅନୁସାରେ ସବୁଠାରୁ ବଡ଼ ରାଜ୍ୟ ରାଜସ୍ଥାନ। ଏହାର କ୍ଷେତ୍ରଫଳ 3,42,239 ବର୍ଗ କିଲୋମିଟର। ଏହା ମରୁଭୂମି ରାଜ୍ୟ ନାମରେ ପରିଚିତ। ଆଜିର ଅଷ୍ଟମ ପ୍ରଶ୍ନ, କେଉଁ ରାଜ୍ୟ ଚନ୍ଦନ କାଠ ପାଇଁ ପ୍ରସିଦ୍ଧ? ଏହାର ଉତ୍ତର କର୍ଣ୍ଣାଟକ। କର୍ଣ୍ଣାଟକ ଚନ୍ଦନ କାଠ ଉତ୍ପାଦନରେ ଭାରତ ପ୍ରସିଦ୍ଧ। ଏହାକୁ ଚନ୍ଦନର ଭୂମି ବୋଲି କୁହାଯାଏ। କର୍ଣ୍ଣାଟକର ମୌସୁରୀ ଚନ୍ଦନ କାଠ ବହୁତ ଖ୍ୟାତି ଅର୍ଜନ କରିଛି। ଆଜିର ନବମ ପ୍ରଶ୍ନ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ କେଉଁ ସାଗର ମଧ୍ୟରେ ଅବସ୍ଥିତ? ଏହାର ଉତ୍ତର ବଙ୍ଗୋପସାଗର। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ବଙ୍ଗୋପସାଗର ମଧ୍ୟରେ ଅବସ୍ଥିତ। ଏହା ଭାରତର ପୂର୍ବ ଦକ୍ଷିଣ ଦିଗରେ ଅବସ୍ଥିତ। ମୋଟ 572ଟି ଦ୍ୱୀପ ମିଶିକରି ଏହି ଦ୍ୱୀପପୁଞ୍ଜ ଗଠିତ। ଆଜିର ଦଶମ ପ୍ରଶ୍ନ, ଗୁରୁ ଗ୍ରନ୍ଥ ସାହିବ କେଉଁ ଧର୍ମର ପବିତ୍ର ପୁସ୍ତକ? ଏହାର ଉତ୍ତର ଶିଖ ଧର୍ମ। ଗୁରୁ ଗ୍ରନ୍ଥ ସାହେବ ଶିଖ ଧର୍ମର ପବିତ୍ର ପୁସ୍ତକ। ଏହାକୁ ଶିଖମାନେ ଶ୍ରୀ ଗୁରୁ ଭାବେ ସମ୍ମାନ କରନ୍ତି।